ପଞ୍ଚଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନଙ୍କ ନୀଳାଚଳ ଆରୋହଣ ଓ ମାଧବ ଅନ୍ତର୍ନିହିତ ହୋଇଥିବା ସ୍ଥାନ ଦର୍ଶନ। ଜୈମିନୀ କହିଲେ, ନାରଦ ମହର୍ଷିଙ୍କ ସହ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳକଣ୍ଠଙ୍କ ଦର୍ଶନ ଓ ଶିବ ଓ ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ଶେଷ କରି ଅନୁଚରମାନଙ୍କ ଗହଣରେ ପାଦରେ ଚାଲି ଚାଲି ନୀଳ ପର୍ବତ ପାଦଦେଶରେ ପହଞ୍ଚିଲେ। ପଥ ଅତ୍ୟନ୍ତ ଦୁର୍ଗମ। ବିଭିନ୍ନ ତରୁଲତା ପରିପୂର୍ଣ୍ଣ ସେହି ପର୍ବତର ଶୋଭା ଅତ୍ୟନ୍ତ ମନୋହର। ବିଭିନ୍ନ ପକ୍ଷୀଙ୍କ କୂଜନ ଓ ଭ୍ରମରର ଗୁଞ୍ଜନ ଉତ୍ଫୁଲ୍ଲିତ କରୁଥାଏ। ବହୁ ହିଂସ୍ରଜନ୍ତୁ ପରିପୂର୍ଣ୍ଣ ଜଙ୍ଗଲ ମଧ୍ୟରେ ମୃଗମାନେ ସ୍ୱଚ୍ଛନ୍ଦରେ ଭ୍ରମଣ କରୁଥାନ୍ତି। ଭୟଙ୍କର ସର୍ପ ମଧ୍ୟ ଦେଖିବାକୁ ମିଳୁଥାଏ। ପଶୁପକ୍ଷୀମାନଙ୍କର ସେଠାରେ ଶିକାରୀର ଭୟ ନଥାଏ। ଦକ୍ଷିଣ ସାଗରର ତରଙ୍ଗ ଲହରୀ ନୀଳ ପର୍ବତରେ ନିତମ୍ବ ସ୍ପର୍ଶ କରୁଥାଏ। ରାଜ ଅନୁଚରଗଣ ପର୍ବତ ଉପରକୁ ଉଠିବାର ବାଟ ନ ପାଇବାରୁ ନାରଦ ମହର୍ଷି ନିଜ ସାଧନା ବଳରେ ସମସ୍ତଙ୍କୁ ପର୍ବତ ଉପରକୁ ଉଠାଇ ଦେଲେ। ସମସ୍ତେ ନୀଳ ପର୍ବତ ଶିଖରରେ ବିନା ବାଧାରେ ପହଞ୍ଚି କୃଷ୍ଣଗୁରୁ ବୃକ୍ଷକୁ ଦର୍ଶନ କଲେ। ବୃକ୍ଷ ମୂଳରେ ସମସ୍ତ ପାପ ରାଶିକୁ ଖଣ୍ଡନ କରୁଥିବା ନୃସିଂହ ମୂର୍ତ୍ତି ବିରାଜମାନ କରୁଥାନ୍ତି। ଭୟଙ୍କର ଦନ୍ତପଙ୍କ୍ତି, ଲହ ଲହ ଜିହ୍ବା, ପିଙ୍ଗଳ ଜଟା, ଅଗ୍ନି ସମ ଜାଜ୍ୱଲ୍ୟମାନ ଚକ୍ଷୁ ଯୁଗଳ, ଦୁଇ ଜଙ୍ଘ ଉପରେ ହିରଣ୍ୟକଶିପୁ ସାଇତ, ଦୁଇ ନଖରେ ହିରଣ୍ୟକଶିପୁର ବକ୍ଷ ବିଦାରଣ କରୁଥାନ୍ତି। ମୁଖରୁ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେଉଥାଏ। ମୁଖରେ ଅଟ୍ଟହାସ୍ୟ। ଦୁଇ ହସ୍ତରେ ଶଙ୍ଖଚକ୍ର, ମସ୍ତକରେ ଉଜ୍ଜ୍ୱଳ ମୁକୁଟ ଓ କିରୀଟ। ପଦାଘାତରେ ବସୁଧା ବିଦ୍ୟେନ ହେବା ଭଳି ଜଣାଯାଉଥାଏ। ଅନୁଚରଗଣ ଓ ଦେବର୍ଷି ନାରଦଙ୍କ ସହ ରାଜା ଇନ୍ଦ୍ରଦ୍ୟୁମ୍ନ ଋଷିଙ୍କୁ ପ୍ରଣାମ କଲେ। ତାଙ୍କ ମନରୁ ଶଙ୍କା ଦୂର ହେଲା। ଭାବିଲେ ନିଶ୍ଚୟ ଆମର କାର୍ଯ୍ୟସିଦ୍ଧି ହେବ। ନାରଦଙ୍କୁ କହିଲେ, ଦ୍ୱିଜଶ୍ରେଷ୍ଠ, ଆପଣଙ୍କ କୃପାରୁ ମୋ ଜୀବନ କୃତାର୍ଥ ହୋଇଛି। ଏ ଦୁରାରାଧ୍ୟ ମୂର୍ତ୍ତି ସୁଖାସ୍ପଦ ନୁହନ୍ତି। ଆପଣଙ୍କ ସାନ୍ନିଧ୍ୟରୁ ନିର୍ଭୟରେ ଆମେ ଏ ଉଗ୍ର ମୂର୍ତ୍ତିଙ୍କୁ ଦର୍ଶନ କରିପାରିଲୁ। ମାତ୍ର କ୍ଷୀଣବୀର୍ଯ୍ୟ ମନୁଷ୍ୟଙ୍କ ପକ୍ଷରେ ଏଭଳି ମୂର୍ତ୍ତିଙ୍କ ଦର୍ଶନ ସମ୍ଭବ ନୁହେଁ। ଏ ବିପ୍ରେନ୍ଦ୍ର, ପୂର୍ବରୁ ନୀଳକାନ୍ତ ମଣିମୟ ପ୍ରଭୁ ନୀଳଦ୍ରିନାଥ କେଉଁ ସ୍ଥାନରେ ଥିଲେ କୃପା କରି ମୋତେ ଦେଖାଇ ଦିଅନ୍ତୁ। ଏ ସ୍ଥାନ ଦର୍ଶନ କଲେ ନିଶ୍ଚୟ ମୁକ୍ତି ମିଳିବ। ଜୈମିନୀ ତାଙ୍କ କଥାକୁ ଆଗେଇବାକୁ ଯାଇ କହିଲେ, ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କ କଥା ଶୁଣି ଯେଉଁଠାରେ ମାଧବ ବାଲକାବୃତ ହୋଇ ଭୂପତିତ ହୋଇଯାଇଥିଲେ ସେ ସ୍ଥାନକୁ ନେଇଯାଇ ଇନ୍ଦ୍ରଦ୍ୟୁମ୍ନଙ୍କୁ ଦର୍ଶନ କରାଇ ଦେଇ କହିଲେ, ହେ ରାଜନ୍, 1 ଯୋଜନ ବିସ୍ତୃତ ଓ 2 ଯୋଜନ ଉଚ୍ଚତା ବିଶିଷ୍ଟ ଏହି ଯେଉଁ ବିଶାଳ ବଟବୃକ୍ଷ ଦେଖୁଛନ୍ତି ତାହା କଳ୍ପ କଳ୍ପ ଧରି ରହିଅଛି। ସେ ବଟବୃକ୍ଷର ଛାୟାକୁ ସ୍ପର୍ଶ କଲେ ସମସ୍ତ ପାପତାପ ନଷ୍ଟ ହୁଏ। ଏହି ନିର୍ମଳ ବଟବୃକ୍ଷ ରୂପୀ ନାରାୟଣଙ୍କ ଦର୍ଶନରେ ମନୁଷ୍ୟ ନିଷ୍ପାପ ହୋଇଯାଏ। ଏ ବୃକ୍ଷକୁ ପୂଜା କଲେ କେତେ ଯେ ପୁଣ୍ୟ ମିଳିବ ତାହା ବର୍ଣ୍ଣନାତୀତ। ଏହି ବୃକ୍ଷର ମୂଳ ଦେଶର ପଶ୍ଚିମ ଭାଗରେ ନୃସିଂହଦେବ ଅବସ୍ଥାନ କରିଥିବା ସ୍ଥାନର ଉତ୍ତରକୁ ପ୍ରଭୁ ମାଧବ ଚତୁଷ୍ଟ ରୂପରେ ଅବସ୍ଥାନ କରୁଥିଲେ। ତୁମକୁ ଅନୁଗ୍ରହ କରିବା ନିମିତ୍ତ ପୁନର୍ବାର ଏହି ସ୍ଥାନରେ ଆବିର୍ଭୂତ ହେବେ। ଭୋଗଭୂମି ସ୍ୱତଦ୍ୱୀପରେ ଯେପରି ଭଗବାନ ବିଷ୍ଣୁଙ୍କର ବାସସ୍ଥାନ ରହିଛି, ଠିକ୍ ସେପରି କର୍ମଭୂମି ଏହି ଜମ୍ବଦ୍ୱୀପରେ ଏହି ସ୍ଥାନରେ ପ୍ରଭୁଙ୍କର ଆଉ ଏକ ଗୃହ ରହିଛି। ଏହି ସ୍ଥାନଟି ଗୋପନୀୟ ଥିବା ଯୋଗୁଁ ବିଷ୍ଣୁ ଏହି ସ୍ଥାନକୁ ଗୋପନ ରଖିଛନ୍ତି। ମୋକ୍ଷଭାଗୀ ଲୋକମାନେ କେବଳ ଏହି କ୍ଷେତ୍ର ବିଷୟରେ ଜାଣିଛନ୍ତି। ଯେଉଁମାନେ ପାପୀ ସେମାନଙ୍କର ଏହି କ୍ଷେତ୍ର ପ୍ରତି ବିଶ୍ୱାସ ନଥାଏ। ଏହି କ୍ଷେତ୍ରରେ ଆଉ ଯେତେ ଦେବାଦେବୀ ଅଛନ୍ତି ସେମାନେ ମଧ୍ୟ ମୁକ୍ତି ପ୍ରଦାନ ସମର୍ଥ ଅଟନ୍ତି। ବ୍ରହ୍ମା ଯେଉଁ ମୂର୍ତ୍ତିକୁ ପ୍ରତିଷ୍ଠା କରିଛନ୍ତି ତାଙ୍କର ମହିମା କି ବା ବର୍ଣ୍ଣନା କରିପାରିବ? ପ୍ରଭୁ କେଉଁ କାରଣରୁ ଅନ୍ତର୍ଧାନ ହୁଅନ୍ତି ବା ତାଙ୍କର ଆବିର୍ଭାବ ହୋଇଥାଏ? ସାଧୁମାନଙ୍କୁ ଅନୁଗ୍ରହ କରିବା ପାଇଁ ଯୁଗେ ଯୁଗେ ପ୍ରଭୁ କୌଣସି କାରଣରୁ ଅନ୍ତର୍ଧାନ ହୁଅନ୍ତି ବା ତାଙ୍କର ଆବିର୍ଭାବ ହୋଇଥାଏ। ସାଧୁମାନଙ୍କୁ ଅନୁଗ୍ରହ କରିବା ପାଇଁ ଯୁଗେ ଯୁଗେ ଧରାମଣ୍ଡଳରେ ଅବତରିତ ହୋଇଥାନ୍ତି। ଯେତେବେଳେ ତାଙ୍କର କାର୍ଯ୍ୟ ପୂର୍ଣ୍ଣ ହୋଇଥାଏ ସେତେବେଳେ ସେ ନିଜ ସ୍ଥାନକୁ ଫେରିଯାଆନ୍ତି। ସେହି କରୁଣାମୟ ପ୍ରଭୁ ବିନା କାରଣରେ ଏହି କ୍ଷେତ୍ରରେ ଅବସ୍ଥାନ କରୁଛନ୍ତି। ଯେପରି ପ୍ରଭୁ ସ୍ୱତଦ୍ୱୀପରେ ରହି ଅନ୍ୟ ସ୍ଥାନରେ ଅବତୀର୍ଣ୍ଣ ହୁଅନ୍ତି, ସେପରି ଏ ସ୍ଥାନରେ ରହି ଦ୍ୱାରକା, କାଞ୍ଚି ଓ ପୁଷ୍କର ଆଦି କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ବୃକ୍ଷମୂଳରେ ଚେର ଯେପରି ବିକଶିତ ହୁଏ, ଠିକ୍ ସେପରି ପ୍ରଭୁ ଅନ୍ୟ ସ୍ଥାନରେ ପ୍ରକାଶିତ ହୋଇଛନ୍ତି। ହେ ରାଜନ୍, ଭିନ୍ନ ଭିନ୍ନ କ୍ଷେତ୍ର ଅଂଶବିଶେଷ ହେଲେ ଏହି ନୀଳାଚଳ ଧାମ ଯେ ପ୍ରଭୁଙ୍କ ଶରୀର କ୍ଷେତ୍ର ତୁଲ୍ୟ, ଏଥିରେ ସନ୍ଦେହ ନାହିଁ। ଏଣୁ ପ୍ରଭୁ କେବେ ହେଲେ ଏହି ପାବନ କ୍ଷେତ୍ରକୁ ପରିତ୍ୟାଗ କରନ୍ତି ନାହିଁ। ମୁଁ ଯାହା କହୁଛି ଭବିଷ୍ୟତରେ ସେସବୁ କଥା ଦେଖିବାକୁ ପାଇବ। ଏପରି କହି ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଭୁ ଅବସ୍ଥାନ କରୁଥିବା ସ୍ଥାନଟି ଦେଖାଇଦେଲେ। ଇନ୍ଦ୍ରଦ୍ୟୁମ୍ନ ତତ୍କ୍ଷଣାତ୍ ସେହି ସ୍ଥାନରେ ଭୂମି ପରେ ସାଷ୍ଟାଙ୍ଗ ପାଣିପାତ କରି ସ୍ତୁତି କରିବାକୁ ଲାଗିଲେ। ସେ କହିଲେ, ହେ ଦେବଦେବ ଜଗନ୍ନାଥ, ଆପଣ ବିପନ୍ନ ଜନଙ୍କ ବିପତ୍ତିକୁ ନାଶ କରନ୍ତି। ମୁଁ ଭବସାଗରରେ ପଡ଼ି ରହି କଷ୍ଟ ଭୋଗୁଛି। ହେ ପୁଣ୍ଡରୀକାକ୍ଷ, ମୋତେ ଏହି ଭବସାଗରରୁ ପାରି କରନ୍ତୁ। ଏକମାତ୍ର ତୁମେ ଦୁଃଖୀର ଦୁଃଖ ଦୂର କରିଥାଅ। ତେଣୁ ତୁମକୁ ପରମେଶ୍ୱର ବୋଲି କୁହନ୍ତି। ତୁମ ନାମକୁ ଜପ କଲେ ତ୍ରିତାପର ବିନାଶ ହୁଏ। ଜପୁଥିବା ବ୍ୟକ୍ତି ମୁକ୍ତି ପାଏ। ଆପଣ ଯେ ସବୁ କରାନ୍ତି ଏକଥା ମହତଜନ ବୁଝିବ କାହୁଁ? ପାପୀ ଅଜାମିଳ ବର୍ଣ୍ଣାଶ୍ରମ ଧର୍ମ ତ୍ୟାଗ କରି ବହୁ ପାପକର୍ମ ଲିପ୍ତ ରହି ମୃତ୍ୟୁ ସମୟରେ କେବଳ ପୁତ୍ରର ନାମ ଉଚ୍ଚାରଣ କରି ମୋକ୍ଷ ପାଇଥିଲା। କେବଳ ଆପଣଙ୍କ ଦର୍ଶନରେ ସମସ୍ତ ପାପ ଦୂର ହୋଇଯାଏ। ହୃଦୟରୁ ସମସ୍ତ ଗନ୍ତି ଚିହ୍ନ ହୋଇଯାଏ। ଫଳରେ ଆଉ ଦୁଃଖ ଶୋକର ଭୟ ରହେ ନାହିଁ। ଏଣୁ ହେ ପ୍ରଭୁ, ମୋ ଭଳି ଦୀନ ଜନର ପରିତ୍ରାଣ କର। ହେ ଦେବ, ଜନ୍ମ ବେଳେ ମୋ କପାଳରେ ଯାହା ଲେଖିଛନ୍ତି
ମୁଁ ସେ ସମସ୍ତ ଭୋଗ କରିବାକୁ ପ୍ରସ୍ତୁତ। କେବଳ ମୋର ଆପଣଙ୍କଠାରେ ଏତିକି ନିବେଦନ ଯେ ଆପଣଙ୍କର ଯେଉଁ କମନୀୟ ମୂର୍ତ୍ତିର ଦର୍ଶନରେ କାକ ପକ୍ଷୀ ମୁକ୍ତି ପାଇଲା, ସେ ମୂର୍ତ୍ତିକୁ ମୁଁ ଚର୍ମଚକ୍ଷୁରେ ଦେଖିବାକୁ ପାଏ। ଏତଦ୍ ବ୍ୟତୀତ ମୋର ଆଉ କିଛି କାମନା ନାହିଁ। ଇନ୍ଦ୍ରଦ୍ୟୁମ୍ନ ଏପରି ସ୍ତୁତି କରୁଥିବା ବେଳେ ଶୂନ୍ୟବାଣୀ ହେଲା, ହେ ରାଜନ୍, ତୁମେ ଚିନ୍ତା ପରିତ୍ୟାଗ କର। ନାରଦ ମୁନି ତୁମକୁ ଯାହା କହିଛନ୍ତି ସେ ସବୁର ଆୟୋଜନ କର। ମୋର ଦର୍ଶନ ନିଶ୍ଚିତ ରୂପେ ପାଇବ। ପୂର୍ବରୁ ନାରଦ ଯାହା ଯାହା କହିଥିଲେ ସେ ସମସ୍ତ କଥା ଆକାଶବାଣୀରେ ମଧ୍ୟ ଶୁଣିଲେ। ସେ ସ୍ଥାନରେ ଅଶ୍ୱମେଧ ଯଜ୍ଞର ଆୟୋଜନ କରି ନାରଦଙ୍କୁ କହିଲେ, ହେ ମୁନି, ଆପଣ ମୋତେ ଯାହା ଯାହା କହିଥିଲେ ସେ ସମସ୍ତ କଥା ଆକାଶବାଣୀରୁ ଶ୍ରବଣ କଲି। ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ଭେଦଭାବ ନାହିଁ। ଆପଣ ବ୍ରହ୍ମାଙ୍କର ପୁତ୍ର, ତେଣୁ ଆପଣଙ୍କ ବାଣୀ ବିଷ୍ଣୁ ବାକ୍ୟ ତୁଲ୍ୟ। ତେଣୁ ଆପଣ ଯାହା କହିଛନ୍ତି ମୁଁ ସେସବୁକୁ ଅବିଳମ୍ବେ କରିବି। ଷୋଡ଼ଶ ଅଧ୍ୟାୟ। ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଯଜ୍ଞ ଋଷିଙ୍କ ସ୍ଥାପନା। ଜୈମିନୀ ଋଷିମାନଙ୍କ ଆଗରେ କହିଲେ, ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କର ବହୁ ପ୍ରଶଂସା କରି କହିଲେ ଯେ, ହେ ରାଜନ୍, ତୁମର ଯଜ୍ଞ ପ୍ରତି ମନ ବଳି ଥିବାରୁ ଅତ୍ୟନ୍ତ ପ୍ରୀତ ହେଲି। ଉଦ୍ୟୋଗୀ ପୁରୁଷମାନଙ୍କୁ ଦେବତାମାନେ ସାହାଯ୍ୟ କରନ୍ତି। ତୁମେ ତାହାର ଉଦାହରଣ। ନୀଳକଣ୍ଟକ ସମୀପରେ ରାକ୍ଷସ ସଂହାର କର୍ତ୍ତା ଋଷିଙ୍କୁ ପଶ୍ଚିମମୁଖା କରି ସ୍ଥାପନ କରି ତାଙ୍କ ସମ୍ମୁଖରେ ଯଜ୍ଞ କଲେ ତୁମର ମନୋବାଞ୍ଛା ପୂର୍ଣ୍ଣ ହେବ। ତେଣୁ ତୁମେ ଏବେ ସେ ସ୍ଥାନକୁ ଯାଇ ସେଠାରେ ଏକ ମନ୍ଦିର ନିର୍ମାଣ କର। ନୀଳକଣ୍ଟକ ଦକ୍ଷିଣକୁ 400 ହାତ ଦୂରରେ ଏକ ଚନ୍ଦନ ବୃକ୍ଷ ରହିଛି। ସେ ବୃକ୍ଷର ପଶ୍ଚିମକୁ ଏହି ଶୁଭ କାର୍ଯ୍ୟର କ୍ଷେତ୍ର ପ୍ରସ୍ତୁତ କର। ସେଠାରେ ସହସ୍ର ଅଶ୍ୱମେଧ ଯଜ୍ଞର ଆୟୋଜନ କର। ମୁଁ ଏଠାରେ 5 ଦିନ ରହିବି। ଯେପରି ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ପ୍ରଜ୍ୱଳନ କଲେ ତାର ଶୋଭା ବୃଦ୍ଧି ହୁଏ, ସେପରି ଅନନ୍ତ ଜ୍ୟୋତି ସ୍ୱରୂପ ଋଷିଅଙ୍କୁର ସେଠାରେ ପ୍ରତିଷ୍ଠା କଲେ ଜଡ଼ ପ୍ରତିମାରେ ଶୋଭା ବୃଦ୍ଧି ଘଟିଥାଏ। ନାରଦଙ୍କ କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ ଚନ୍ଦନ ବୃକ୍ଷ ନିକଟକୁ ଯାଇ ପହଞ୍ଚିଲେ। ଦେଖିଲେ ସେଠାରେ ବିଶ୍ୱକର୍ମାଙ୍କ ପୁତ୍ର ମନୁଷ୍ୟ ରୂପରେ ଶତସୂତ୍ର ଧରି ତାଙ୍କୁ ଅପେକ୍ଷା କରି ରହିଛନ୍ତି। ତା ରାଜାଙ୍କୁ ଦେଖି ସେ କୃତାଞ୍ଜଳି ପୁଟରେ କହିଲେ, ରାଜନ୍, ମୁଁ ଶିଳ୍ପ ବିଦ୍ୟାରେ ବିଶାରଦ। ମୁଁ ଆପଣଙ୍କ ଆଦେଶରେ ଏଠାରେ ନୃସିଂହଦେବଙ୍କ ମନ୍ଦିର ନିର୍ମାଣ କରିବି। ତାଙ୍କ କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ କହିଲେ, ହେ ମହାଭାଗ, ଆପଣ ସାଧାରଣ ପୁରୁଷ ନୁହନ୍ତି। ଆପଣ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ସୁଯୋଗ୍ୟ ସନ୍ତାନ, ଶିଳ୍ପଶାସ୍ତ୍ରର ରଚୟିତା। ଏହି ନିର୍ଜନ କାନନ ମଧ୍ୟରେ ଏପରି କାର୍ଯ୍ୟ କରିବାକୁ କିଏ ବା ବାହାରିବ? ମୋତେ ମୁନି ଆଗରୁ ଯାହା କହିଥିଲେ ତାହା ପୁଣି ସତ ହେଲା। ତୁମେ ନିଶ୍ଚୟ ଭଗବାନଙ୍କ ନିର୍ଦ୍ଦେଶରେ ଏଠାକୁ ଆସିଛ। କି ସମୟ ଉପରାନ୍ତେ ନାରଦ ମୁନି ନୃସିଂହଙ୍କୁ ଧରି ଏଠାରେ ଉପସ୍ଥିତ ହେବେ। ତା ପୂର୍ବରୁ ପଶ୍ଚିମ ମୁଖା କରି ଏକ ସୁନ୍ଦର ମନ୍ଦିର ନିର୍ମାଣ କର। ମନ୍ଦିର ସହ ପ୍ରାଚୀର ଓ ତୋରଣ ମଧ୍ୟ ରହିବ। ଏହିପରି କହି ଦେବଶିଳ୍ପୀଙ୍କୁ ଯଥାମଧ୍ୟ ମାନ୍ୟ କରି ତାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ନିୟୋଜନ କଲେ। ଦେବଶିଳ୍ପୀଙ୍କ କୃପାରୁ 4 ଦିନ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲା। ପଞ୍ଚମ ଦିନ ସକାଳୁ ରାଜା ଶୋଧପୂତ ହୋଇ ପ୍ରତିଷ୍ଠା ଦ୍ରବ୍ୟମାନଙ୍କର ଆୟୋଜନ ଶେଷ କରି ନାରଦଙ୍କ ଅପେକ୍ଷାରେ ରହିଲେ। ସେତିକିବେଳେ ଆକାଶରୁ ଶଙ୍ଖଧ୍ୱନି, ମଙ୍ଗଳଗୀତ ଓ ଶୁଭଧ୍ୱନି, ମୃଦଙ୍ଗ ଓ ମୁରୁଜର ଶବ୍ଦ ସହିତ ହସ୍ତୀଙ୍କ ଚିତ୍କାର ଶୁଭିଲା। ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଯେତେ ରାଜା ଥିଲେ, ରାଜାଙ୍କ ପାରିଷଦ ବର୍ଗ ଓ ସ୍ୱକୀୟ ବ୍ରାହ୍ମଣଗଣ ଏପରି ଶବ୍ଦ କେଉଁଠୁ ଆସୁଛି ଜାଣି ନ ପାରି ବିସ୍ମୟରେ ଆକାଶକୁ ଚାହିଁ ରହିଲେ। ସେତିକିବେଳେ ଆକାଶରୁ ପୁଷ୍ପବୃଷ୍ଟି ହେଲା। ଦକ୍ଷିଣ ଦିଗରୁ ପବନ ବହିଲା। ଫୁଲର ଗନ୍ଧରେ ଭ୍ରମରମାନେ ଗୁଞ୍ଜନ କରି ଘୂରି ବୁଲିଲେ। ଗଙ୍ଗାଜଳ ବିଛୁରିତ ହେବାରେ ଲାଗିଲା। ପ୍ରତିମାଙ୍କୁ ରଥାରୂଢ଼ କରାଇ ନୃସିଂହଙ୍କ ଦୁଇ ପାଖରେ ସୁନ୍ଦରୀ ନାରୀମାନେ ରତ୍ନ ଚାମରରେ ଆଲଟ ବ୍ୟଞ୍ଜନ କରୁଥାନ୍ତି। ନୃସିଂହ ମୂର୍ତ୍ତି ନାନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି। ଗଳାରେ ରତ୍ନମାଳା, କଟିରେ ଦିବ୍ୟ ବସନ। ତେଜପୁଞ୍ଜରେ ପରିବ୍ୟାପ୍ତ ନୃସିଂହ ମୂର୍ତ୍ତିଙ୍କୁ ଦୂରରୁ ଦେଖିଲେ ଆନନ୍ଦ ଲାଗିବ। ବିଶ୍ୱକର୍ମାଙ୍କ ଦ୍ୱାରା ନିହିତ ଏହି ସୁନ୍ଦର ପ୍ରତିମାଙ୍କୁ ସାଙ୍ଗରେ ଧରି ନାରଦ ପହଞ୍ଚିଲେ। ସେ ମୂର୍ତ୍ତିକୁ ଦେଖି ସମସ୍ତେ ଭାବିଲେ ଯେ ଭଗବାନ ସେଠାରୁ ଅନ୍ତର୍ଧାନ ହୋଇଯାଇଥିଲେ। ନାରଦ ତାଙ୍କୁ ପୁଣି ଥରେ ଫେରାଇ ଆଣିଛନ୍ତି। ଏପରି ମୂର୍ତ୍ତିଙ୍କ ଦର୍ଶନ ଲାଭ କରି ସମସ୍ତେ ନିଜକୁ ତତ୍ତ୍ୱ ମାଣିବା ସହ ନାରଦଙ୍କୁ ବହୁ ପ୍ରଶଂସା ମଧ୍ୟ କଲେ। ଇନ୍ଦ୍ରଦ୍ୟୁମ୍ନ ନୃସିଂହ ମୂର୍ତ୍ତିଙ୍କୁ ପାଣିପାତ କଲେ। ନାରଦ ରାଜାଙ୍କ ଅନୁମତି ନେଇ ନୃସିଂହଙ୍କୁ ରତ୍ନ ସିଂହାସନ ଉପରେ ଶୁଭ ମୁହୂର୍ତ୍ତରେ ସ୍ଥାପିତ କଲେ। ଦେବସେବା ଯୋଗ୍ୟ ପଦାର୍ଥ ସହ ପ୍ରଭୁଙ୍କ ସେବା ପୂଜା ନିମନ୍ତେ 2 ଜଣ ବ୍ରାହ୍ମଣଙ୍କୁ ନିଯୁକ୍ତ କଲେ। ବୈଷ୍ଣବ ବ୍ରାହ୍ମଣଗଣ ନାରଦଙ୍କ ସହ ରାଜା ଇନ୍ଦ୍ରଦ୍ୟୁମ୍ନ ନୃସିଂହ ମହାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ବହୁ ସ୍ତୁତି କଲେ। କହିଲେ, ହେ ଦେବ, ଆପଣ ଏକ ହୋଇ ମଧ୍ୟ ଆକାଶରୁ ସ୍ୱରୂପ ଅଟନ୍ତି। ଆପଣ ଆକାଶ ତୁଲ୍ୟ। ସର୍ବବ୍ୟାପୀ ହେଲେ ମଧ୍ୟ ଆକାଶ ଆପଣଙ୍କଠାରୁ ଜନ୍ମ ନେଇଛି। ଦିବ୍ୟ ସିଂହରୂପୀ କୋଟି ସୂର୍ଯ୍ୟ ସମ ହୋଇ ଆପଣ ସବୁବେଳେ ଭକ୍ତର ନିକଟରେ ରହିଥାନ୍ତି। ଯେଉଁମାନେ ଭକ୍ତିହୀନ ବ୍ୟକ୍ତି ସେମାନେ ଆପଣଙ୍କ ନିକଟକୁ ଆସିପାରନ୍ତି ନାହିଁ। ଆପଣ ଜ୍ଞ ଓ ଜ୍ଞାନର ସ୍ୱରୂପ ମଧ୍ୟ। ଆପଣ ଜ୍ଞ ବସ୍ତୁ ଦ୍ୱାରା ଜ୍ଞାତ ହୋଇ ଜ୍ଞାନଗମ୍ୟ ହୋଇଥିଲେ ମଧ୍ୟ ଅଗମ୍ୟ ଅଟନ୍ତି। ଆପଣ ମାୟାତୀତ। ମାୟା ବିମୋହିତ ଲୋକମାନଙ୍କର ଅନୁମାନ ଅନୁମିତ ସମସ୍ତ ପଦାର୍ଥର ଆଦିସ୍ରଷ୍ଟା ରୂପେ ବିଦ୍ୟମାନ। ଆପଣ ଅନୁମନ୍ତା, ପାଳୟିତା ଓ ସଂହାରକର୍ତ୍ତା ମଧ୍ୟ। ଆପଣ ହିଁ କେବଳ ସଂସାର ବନ୍ଧନକୁ ଛେଦନ କରିବାର ସମର୍ଥ। ଆପଣ ସକଳ ପଦାର୍ଥର ଅଗ୍ନଜାତ ଜ୍ୟୋତି ରୂପ ଧରି ଜ୍ଞାନ ରୂପ ସୁପ୍ରକାଶ ରୂପ ଧାରଣ କରିଥାନ୍ତି। ଆପଣଙ୍କ ପାଦପଦ୍ମରେ ଭକ୍ତି, ଧର୍ମ, ଅର୍ଥ, କାମ ଓ ମୋକ୍ଷ ଆଦି ପୁଞ୍ଜୀଭୂତ ହୋଇ ରହିଛି। ଏଣୁ ହେ ପ୍ରଭୁ, ଦୟା ପରବଶ ହୋଇ ଆମ୍ଭଙ୍କୁ ସେହି ଅଚଳା ଭକ୍ତି ପ୍ରଦାନ କରନ୍ତୁ। ଯେଉଁମାନେ ଭକ୍ତିହୀନ ହୋଇ
ସେ ସ୍ରୋତ ସ୍ମାତ ଆଦି କର୍ମ କରିଥାନ୍ତି ସେମାନଙ୍କ ପାଇଁ ସେ କର୍ମ ଯନ୍ତ୍ରଣା କହୁଥାଏ ଓ ସେମାନେ କର୍ମ ବନ୍ଧୁରୁ ମୁକ୍ତି ପାଇପାରନ୍ତି ନାହିଁ। ହେ ପ୍ରଭୁ, ଆପଣ ଅନନ୍ତ, ଆପଣ ସହସ୍ର ଶିଷ୍ଟ ପୁରୁଷ, ଆପଣଙ୍କର ଅସଂଖ୍ୟ ହସ୍ତ, କର୍ଣ୍ଣ ଓ ଚକ୍ଷୁ, ଦିଗ ଦିଗ ଆପଣଙ୍କର ବସ୍ତ୍ର, ଆପଣଙ୍କ କର୍ଣ୍ଣ ଚନ୍ଦ୍ର ସୂର୍ଯ୍ୟ ରୂପ କୁଣ୍ଡଳୀରେ ଭୂଷିତ, ନକ୍ଷତ୍ରମାଳା କଣ୍ଠରେ ଅତି ମନୋହର କଣ୍ଠି ରୂପ ରହିଛନ୍ତି, ଯାହାଙ୍କ ପାଦ ପଦ୍ମରେ ବ୍ରହ୍ମାଙ୍କ କିରୀଟ ଓ ସମସ୍ତ ପ୍ରାଣୀଙ୍କ ମସ୍ତକ ଲୋଟିଯାଏ। ଆମ୍ଭେ ସେହି ପାଦ ପଦ୍ମରେ କୋଟି ନମସ୍କାର କରୁଛୁ। ହେ ପଦାସିତ ଜନଙ୍କର ଦୟାର ସାଗର, ଆପଣ ସମସ୍ତ ପାପୀ ତାପୀଙ୍କର ପାପକୁ ହରଣ କରନ୍ତି। ଆମ୍ଭ ନିକଟରେ ଯେତେ ଦୋଷ ଅଛି ସେସବୁକୁ କ୍ଷମା କରନ୍ତୁ। ତ୍ରୈଲୋକ୍ୟ ଯାହାକୁ ହୃଦୟ ମଧ୍ୟରେ ଅବସ୍ଥାନ କରିଛି ସେ ଦୀନ ଦୟାଳୁ ମୁରାରୀଙ୍କୁ ଆମ୍ଭେ ପୁନଃ ପ୍ରଣାମ କରୁଛୁ। ଆମ୍ଭେ ଆପଣଙ୍କୁ ସାକ୍ଷାତ ଲାଭ କରିଛୁ ଏବଂ ସଂସାର ସାଗର କାରାଗାରରୁ ନିଶ୍ଚୟ ପାରି ହେବୁ। କେବଳ ଏତିକି ଅନୁଗ୍ରହ କରନ୍ତୁ, ଯେପରି ଅଶ୍ୱମେଧ ଯଜ୍ଞ କରି ଆପଣଙ୍କୁ ଚର୍ମଚନ୍ଦ୍ରର ଦର୍ଶନ କରି କୋଟି ଜନ୍ମ ପାପ ରାଶିକୁ ଦୂର କରି ଏ ଭବସାଗରରୁ ପାରି ହେବୁ। ଯେଉଁ ବ୍ୟକ୍ତି ଆପଣଙ୍କ ଆଶ୍ରିତ ହୋଇ ଆପଣଙ୍କ ସ୍ତବ କରେ, ଧର୍ମ ଅର୍ଥ କାମ ମୋକ୍ଷକୁ ଜ୍ଞାନ କରି ସେହି ବ୍ୟକ୍ତି ମୁକ୍ତିର ଯୋଗ୍ୟ ପାତ୍ର ହୋଇଯାଏ। ରାଜା ଏହିପରି ସ୍ତୁତି କରି ନୃସିଂହଙ୍କ ପାଦ ତଳେ ବାରମ୍ବାର ପ୍ରଣିପାତ କରିବାରେ ଲାଗିଲେ। ଜୈମିନୀ ଋଷିମାନଙ୍କୁ ପୁଣି କହିଲେ, ହେ ବିପ୍ରଗଣ, ବ୍ରହ୍ମାଙ୍କ ଅନୁଗ୍ରହ ପ୍ରାପ୍ତ ହୋଇ ଇନ୍ଦ୍ରଦ୍ୟୁମ୍ନ ଜନହିତାର୍ଥେ ନୃସିଂହ କ୍ଷେତ୍ରର ନିର୍ମାଣ କଲେ। ନୀଳକଣ୍ଠ ଶିବଙ୍କ ସହ ନୃସିଂହଙ୍କୁ ପ୍ରାଣିପାତ କଲେ ଶରୀର ବନ୍ଧନରୁ ମୁକ୍ତି ମିଳିଥାଏ। ଯିଏ ଯାହା ବାଞ୍ଛା କରିଥାଏ ତାହା ମଧ୍ୟ ଅଚିରେ ପ୍ରାପ୍ତ ହୁଏ। ଯେଉଁ ବ୍ୟକ୍ତି ଏ ସ୍ତବକୁ ପାଠ କରେ ତାର ଅଭିଷ୍ଟ ପୂରଣ ହୋଇ ମୋକ୍ଷ ପାଇଥାଏ। ପ୍ରତି ନକ୍ଷତ୍ର ଯୁକ୍ତ ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ ତିଥିରେ ପବିତ୍ର ନୀଳାଚଳରେ ମହାପ୍ରଭୁ ନୃସିଂହଙ୍କୁ ନାରଦ ମହର୍ଷି ପ୍ରତିଷ୍ଠିତ କରାଇଥିଲେ। ସେଦିନ ଯେଉଁ ବ୍ୟକ୍ତି କ୍ଷେତ୍ରଧାମରେ ନୃସିଂହଙ୍କୁ ଚର୍ମ ନେତ୍ର ଦର୍ଶନ କରେ ତାର ସହସ୍ର ଅସଂଖ୍ୟ ଯଜ୍ଞର ଫଳ ମିଳିଥାଏ। ଯେଉଁ ବ୍ୟକ୍ତି ମହାପ୍ରଭୁ ନୃସିଂହଙ୍କୁ ଗୋ ଦୁଗ୍ଧ, ପଞ୍ଚାମୃତ କିମ୍ବା ଗନ୍ଧଯୁକ୍ତ ନାରିକେଳ ଜଳରେ ସ୍ନାନ କରାଇ ଜବା, ପୁଷ୍ପମାଲ୍ୟ, ଗନ୍ଧ, ଧୂପ, ଦୀପ, କର୍ପୂର, ତାମ୍ବୁଳ, ପୟସ ଆଦି ଉପଚାରରେ ପୂଜା କରାଇବ ଓ ତଦନ୍ତରେ ଉଚ୍ଚସ୍ୱରରେ ଜୟ ଗାନ କରି ପ୍ରଦକ୍ଷିଣ କରିବ ଓ ସ୍ତୁତି ପାଠ କରି ବିପ୍ରଙ୍କୁ ଯଥାବିଧି ଦାନ ଦକ୍ଷିଣା ଦେଇ ସନ୍ତୁଷ୍ଟ କରିବ, ତାକୁ ବ୍ରହ୍ମଲୋକରେ ସ୍ଥାନ ମିଳିବ। କାରଣ ବିପ୍ର ସନ୍ତୁଷ୍ଟ ହେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ନୃସିଂହଙ୍କ ଆଦି ଅବତାର ବୈଶାଖ ମାସ ଶୁକ୍ଳ ପକ୍ଷ ପ୍ରତି ନକ୍ଷତ୍ର ଯୁକ୍ତ ଚତୁର୍ଦ୍ଦଶୀ ତିଥି ଶନିବାର ଦିନ ପ୍ରଦୋଷ କାଳରେ ଆବିର୍ଭୂତ ହୋଇଥିଲେ। ଏହି ଦିନ ସଞ୍ଜଚିତ୍ତରେ ନୃସିଂହ ଦେବଙ୍କ ଯଥାବିଧି ପୂଜା ଅର୍ଚ୍ଚନା କଲେ ସହସ୍ର କୋଟି ଜନ୍ମର ସଞ୍ଚିତ ପାପ ରାଶି ନଷ୍ଟ ହୋଇଯାଏ। ଯେ ବ୍ୟକ୍ତି ମହାପ୍ରଭୁ ନୃସିଂହଙ୍କ ଦର୍ଶନ, ପ୍ରଦକ୍ଷିଣ ବା ସ୍ତୁତି କରେ ତାଠାରୁ ପାପାଚାର ଦୂର ହୋଇଯାଏ, ତାର ଶରୀରରୁ ଦୁଃଖ କଷ୍ଟ ଦୂର ହୋଇଯାଏ, ଅଭିଷ୍ଟ ସିଦ୍ଧି ହୁଏ ଓ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୁଏ। ସପ୍ତଦଶ ଅଧ୍ୟାୟ। ସହସ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ, ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନ ଦର୍ଶନ। ମୁନିମାନେ ଜୈମିନୀକୁ ପଚାରିଲେ, ହେ ମହାନୁଭବ, ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଚଳରୁ ନୃସିଂହଙ୍କୁ ପ୍ରତିଷ୍ଠିତ କରିସାରିବା ପରେ କଣ କଲେ ଆମ ଆଗରେ ପ୍ରକାଶ କରି ଆମର ଶଙ୍କା ଦୂର କରନ୍ତୁ। ମୁନିମାନଙ୍କ କଥା ଶୁଣି ଜୈମିନୀ କହିଲେ, ଇନ୍ଦ୍ରଦ୍ୟୁମ୍ନ ଇନ୍ଦ୍ରିୟ ଦଶ ଦିଗପାଳ, ଋଷି, ବେଦ ବେଦାନ୍ତ ଶାସ୍ତ୍ର ପୁରାଣରେ ପାରଙ୍ଗତ, ଯଜ୍ଞଶାସ୍ତ୍ର ଓ କର୍ମକାଣ୍ଡ ବିଶାରଦ ହଜାର ହଜାର ବ୍ରାହ୍ମଣ ପଣ୍ଡିତଗଣ, ସଦାଚାର ପରାୟଣ ସତ୍କୁଳ ସମ୍ଭୂତ ବୈଷ୍ଣବଗଣ, ଚରାଚର ବିଶ୍ୱରେ ଯେତେ ରାଜା ସତ୍ ଶୂଦ୍ର ବଣିକମାନଙ୍କୁ ଯଜ୍ଞ ନିମିତ୍ତ ନିମନ୍ତ୍ରଣ କଲେ। 2 କ୍ରୋଶ ପରିମିତ ପ୍ରସ୍ତର ନିମିତ୍ତ ମଣ୍ଡପ ଯଜ୍ଞ ନିମିତ୍ତ ନିର୍ମାଣ କରାଇଲେ। ମଣ୍ଡପ ଲିପାପୋଛ ହୋଇ ସୁନ୍ଦର ଦିଶୁଥାଏ। ସ୍ୱର୍ଣ୍ଣ, ରୌପ୍ୟ, ସ୍ଫଟିକ ଓ ରତ୍ନ ନିର୍ମିତ ସଭାଗୃହ ଇନ୍ଦ୍ର ସଭାଠାରୁ ଅଧିକ ମନୋହର ଲାଗୁଥାଏ। ସ୍ତମ୍ଭ ଗୁଡ଼ିକ ରତ୍ନ ପ୍ରସ୍ତର ଖଚିତ ଓ ସୁଉଚ୍ଚ। ତାପରେ ଚନ୍ଦ୍ରତାପ ଚାମର ବ୍ୟଞ୍ଜନ ଓ ଗନ୍ଧମାଳରେ ଯଜ୍ଞ ମଣ୍ଡପକୁ ସଜାଇ ବିଶ୍ୱକର୍ମା ଏହାକୁ ମରୁତ ରାଜାଙ୍କ ଶାଳା ଭଳି କରିଥାନ୍ତି। ଶୁଭ ଦିନ ଶୁଭ ଲଗ୍ନରେ ସଭାସଦଗଣଙ୍କୁ ଯଥାଯୋଗ୍ୟ ଆସନ ମର୍ଯ୍ୟାଦା ପ୍ରଦାନ କରି ଆସୀନ କରାଇଲେ। ପ୍ରତ୍ୟେକ ରାଜାଙ୍କ ପାଇଁ ସିଂହାସନ ଓ ଋଷିମାନଙ୍କ ମଧ୍ୟ ଅଜିନ ଆସନ, ସିଦ୍ଧ ବ୍ରହ୍ମର୍ଷିମାନଙ୍କ ନିମନ୍ତେ କୁଶାସନ, ଦେବତାମାନଙ୍କ ନିମନ୍ତେ ସ୍ୱର୍ଣ୍ଣପୀଠ, ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ବରାସନ, କ୍ଷତ୍ରିୟ ବୈଶ୍ୟମାନଙ୍କ ନିମନ୍ତେ ଯଥାଯୋଗ୍ୟ ଆସନର ବ୍ୟବସ୍ଥା କରାଯାଇଥିଲା। ରାଜା ପ୍ରଥମେ ଇନ୍ଦ୍ରଙ୍କୁ ଓ ତାଙ୍କ ପରେ ପୁରୋହିତଙ୍କୁ ଦିବ୍ୟମାଳା, ଗନ୍ଧ ଓ ବସ୍ତ୍ର ପ୍ରଦାନ କରି ପୂଜା କଲେ। ଅନ୍ୟ ଯେତେ ଆଗନ୍ତୁକ ଥିଲେ ସମସ୍ତଙ୍କୁ ପାର୍ଷଦଗଣଙ୍କ ହସ୍ତରେ ସମ୍ମାନିତ କରାଇଲେ। ତାଙ୍କର ଏ ପ୍ରକାର ଆୟୋଜନ ଦେଖି ଧନପତି କୁବେର ମଧ୍ୟ ବିସ୍ମିତ ହୋଇଗଲେ। ନାରଦଙ୍କୁ ସାଙ୍ଗରେ ଧରି ରାଜା ଇନ୍ଦ୍ରଙ୍କ ନିକଟରେ ପହଞ୍ଚି କହିଲେ, ହେ ଦେବରାଜ, ଆପଣଙ୍କ ପ୍ରସାଦରେ ମୁଁ ଏହି ସହସ୍ର ଅଶ୍ୱମେଧ ଯଜ୍ଞ କରିବାକୁ ଯାଉଛି। ଆପଣ ଯଜ୍ଞ କାର୍ଯ୍ୟରେ ଈଶ୍ୱର ଅଟନ୍ତି। ଏ ଯଜ୍ଞ ଉପରାନ୍ତ ମୁଁ ଆପଣଙ୍କୁ ଇନ୍ଦ୍ରପଦ ପାଇବାକୁ ଆଗ୍ରହୀ ନୁହେଁ। ଆପଣ ଜାଣନ୍ତି ଯେ ଭଗବାନ ପୁରୁଷୋତ୍ତମ ଏହି ସ୍ଥାନରେ ଅବସ୍ଥାନ କରୁଥିଲେ। ସେ ବାଲୁକା ରାଶିରେ ଅନ୍ତର୍ନିହିତ ହୋଇଯାଇଛନ୍ତି। ତାଙ୍କୁ ପୁନଃ ପ୍ରକାଶ ନିମନ୍ତେ ବେଦବର ବ୍ରହ୍ମା ମୋତେ ନିର୍ଦ୍ଦେଶ ଦେଇଛନ୍ତି ଯେ ମୁଁ ଏଠାରେ ସହସ୍ର ଅଶ୍ୱମେଧ ଯଜ୍ଞ ସମ୍ପନ୍ନ କଲେ ପ୍ରଭୁ ଏଠାରେ ଆବିର୍ଭୂତ ହେବେ। ତେଣୁ ଆପଣ କୃପାପରବଶ ହୋଇ ଏହି ଯଜ୍ଞ ସମ୍ପାଦନ ନିମନ୍ତେ ଅନୁମତି ଦିଅନ୍ତୁ। ଯଜ୍ଞ ଚାଲିଥିବା ସମୟରେ ସମସ୍ତ ଦେବତାମାନଙ୍କ ସହ ଆପଣ ଏହି ଯଜ୍ଞ କ୍ଷେତ୍ରରେ ଉପସ୍ଥିତ ରହିବେ। ରାଜାଙ୍କ କଥା ଶୁଣି ଇନ୍ଦ୍ର ଆଦି ସମସ୍ତ ଦେବତାଗଣ
ମାଧବଙ୍କୁ ଅତୁନିତ ହେବା ସମୟରେ ଆକାଶବାଣୀ ମନେ ପଡ଼ିଗଲା। ସେମାନେ କହିଲେ, "ହେ ରାଜା, ଆପଣ ମହାନ। ଆପଣଙ୍କ ପରି ସତ୍ୟବ୍ରତ ରାଜା ଏ ଧରାଧାମରେ ନାହାନ୍ତି। ତ୍ରୈଲୋକ୍ୟ ପାଳକ ନିମନ୍ତେ ଆପଣ କାର୍ଯ୍ୟ କରୁଛନ୍ତି। ଏଥି ନିମନ୍ତେ ପିତାମହ ବ୍ରହ୍ମା ମଧ୍ୟ ଆପଣଙ୍କ ଉପରେ ସଦୟ ଅଛନ୍ତି। ଭଗବାନ ଆମକୁ କହିଥିଲେ ଯେ ସେ ଏଠାରୁ ଅନ୍ତର୍ନିହିତ ହୋଇ ପାତାଳପୁରକୁ ଗମନ କରିବେ। ଆପଣଙ୍କୁ କୃପା କରି ନିମନ୍ତେ ଏହି ସ୍ଥାନରେ ଦାରୁ ଦେହ ଧରି ଆବିର୍ଭୂତ ହେବେ। ଏଥିରେ ସନ୍ଦେହ ନାହିଁ। ଆପଣଙ୍କର ଅନ୍ୟ ଉଦ୍ଦେଶ୍ୟ ନାହିଁ ଏକଥା ଆମେ ଜାଣୁ। ଆମେ ଇଚ୍ଛା କରୁ ଯେ ଯଜ୍ଞ କାର୍ଯ୍ୟ ସମ୍ପାଦନ ହେଉ। ତେଣୁ ନିର୍ବିଘ୍ନରେ ଆପଣ ଏ ଯଜ୍ଞ କାର୍ଯ୍ୟ ସମ୍ପାଦନ କରନ୍ତୁ। ଭଗବାନଙ୍କୁ ପାଇବା ଅତ୍ୟନ୍ତ କଠିନ। ଯଜ୍ଞ କାର୍ଯ୍ୟ ଆରମ୍ଭ ହେଲେ ଆମ୍ଭେମାନେ ଏଠାରେ ସଦୟ ପରିତ୍ୟାଗ କରି ମାନବ ଦେହରେ ଏଥିରେ ସାମିଲ ହେବୁ। କାରଣ ଇହଲୋକରେ ଯଥାବିଧ କର୍ମ କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ।" ଜୈମିନୀ କହିଲେ, ଇନ୍ଦ୍ର ଆଦି ଦେବତାଗଣ ସନ୍ତୁଷ୍ଟ ହୋଇ ରାଜାକୁ ଏପରି କହିବାରୁ ରାଜା ଯଥାବିଧି ଯଜ୍ଞ ଆରମ୍ଭ କଲେ। ସହସ୍ର ଉପଚାର ଦେଇ ବିଷ୍ଣୁଙ୍କୁ ପୂଜା କରିସାରି ପିତୃଗଣଙ୍କୁ ପ୍ରୀତି ଅର୍ଥେ ପିତୃଯଜ୍ଞ ମଧ୍ୟ ସମ୍ପାଦନ କଲେ। ସଭାଗୃହରେ ଯେତିକି ଯାଜ୍ଞିକ ବ୍ରାହ୍ମଣ ଥିଲେ ସମସ୍ତଙ୍କୁ ଅଳଂକୃତ କରି ଇଷ୍ଟଦେବ ବୈକୁଣ୍ଠନାଥଙ୍କ ସମ୍ମୁଖରେ ନିର୍ଦ୍ଦିଷ୍ଟ ଶୁଭଲଗ୍ନକୁ ଅପେକ୍ଷା କରି ରହିଲେ। ଯଜ୍ଞ କାଳ ଉପସ୍ଥିତ ହେବାରୁ ବିଶୁଦ୍ଧ ମାଙ୍ଗଲ୍ୟ ବେଶ ଧାରଣ କରି ସସ୍ତ୍ରୀକ ବିଶୁଦ୍ଧାଚାରୀ ବ୍ରାହ୍ମଣଙ୍କ ସହିତ ଯଜ୍ଞ ମଣ୍ଡପରେ ଉପବେଶନ କଲେ। ସ୍ୱସ୍ତି ପାଠ ମଧ୍ୟରେ ଯଜ୍ଞ ସମ୍ପାଦନ ନିମନ୍ତେ ରାଜା ସପତ୍ନୀକ ଭ୍ରାତୃଜ ବ୍ରାହ୍ମଣମାନଙ୍କୁ ବରଣ କଲେ। ତ୍ରୈଲୋକ୍ୟ ମଙ୍ଗଳ ନିମନ୍ତେ ଯଜ୍ଞରେ ଅଗ୍ନି ସଂଯୋଗ କରାଗଲା। ଦିଗପାଳଙ୍କ ଅନୁମତି ନେଇ ଅଶ୍ୱମେଧ ଯଜ୍ଞରେ ଇଷ୍ଟଦେବଙ୍କୁ ସନ୍ତୁଷ୍ଟ କରାଗଲା। ଏହାପରେ ଅଶ୍ୱମେଧ ଯଜ୍ଞର କାରଣ ଶୁଭ ଲକ୍ଷଣଯୁକ୍ତ ଅଶ୍ୱକୁ ସଂଯୁକ୍ତ କରି ପ୍ରେରଣ କରାଗଲା। ରାଜା ଯଜ୍ଞର ଦକ୍ଷା ଗ୍ରହଣ କରି ମୌନ ବ୍ରତ ଧାରଣ କରି ସଭାଗୃହ ମଧ୍ୟରେ ଉପବେଶନ କରିଥାନ୍ତି। ଜଣାଯାଉଥାଏ ସତେ ଯେପରି ସ୍ୱୟଂ ମୃତ୍ୟୁଞ୍ଜୟ ଶିବ ସେଠାରେ ବସିଛନ୍ତି। ନିମନ୍ତ୍ରିତ ଅତିଥିମାନଙ୍କ ଭୋଜନ ବ୍ୟବସ୍ଥା ନିମନ୍ତେ ରାଜାଙ୍କ ଇଙ୍ଗିତରେ ପାର୍ଷଦଗଣକୁ ନିର୍ଦ୍ଦେଶ ଦେଉଥାନ୍ତି। ସଚିବଗଣ ଭୋଜନ ନିମନ୍ତେ ରତ୍ନନିର୍ମିତ ପାତ୍ର, ମୁନିଆ ବିପ୍ରଗଣ ନିମନ୍ତେ ସୁବର୍ଣ୍ଣ ପାତ୍ର, କ୍ଷତ୍ରିୟ ବୈଶ୍ୟ ନିମନ୍ତେ ରୌପ୍ୟ ପାତ୍ର ଓ ଶୂଦ୍ରମାନଙ୍କ ନିମନ୍ତେ କାଂସ୍ୟ ପାତ୍ରର ବ୍ୟବସ୍ଥା କରିଥାନ୍ତି। ପ୍ରତ୍ୟେକ ଦିନ ନୂତନ ପାତ୍ରରେ ଖାଦ୍ୟ ପରିବେଷଣ କରାଯାଉଥାଏ। ପ୍ରତିଦିନ ଭୋଜନ ଉପରୋକ୍ତ ଏହି ପାତ୍ରଗୁଡ଼ିକୁ ଉଚ୍ଛିଷ୍ଟ ପାତ୍ର ଭଳି ପରିତ୍ୟାଗ କରାଯାଉଥାଏ। ଯଜ୍ଞ ଉତ୍ସବ ନିମନ୍ତେ ନିମନ୍ତ୍ରିତ ଅତିଥିଗଣ ପୁତ୍ରପଦାଦି ସହ 500 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଭୋଜନ କରିଥାନ୍ତି। ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରଭାବରେ ସମସ୍ତେ ଆନନ୍ଦରେ ରହିଥାନ୍ତି। ବହୁ ଦେଶର ଜନଗଣ ଏହି ଯଜ୍ଞ ସ୍ଥାନକୁ ଆସୁଥାନ୍ତି। ଯେଉଁ ବ୍ୟକ୍ତି ଯେଉଁ ଦେଶର ସେହି ଦେଶର ରାଜା ତାଙ୍କର ସୁବିଧା ଅସୁବିଧା କଥା ବୁଝୁଥାନ୍ତି। ତେଣୁ କୌଣସି ବିଭ୍ରାଟ ହେଉନଥାଏ। ଚତୁର ରାଜା ଦିନେ ଦେବଋଷିଙ୍କ ପରିଚର୍ଯା କରିଥାନ୍ତି। ମର୍ତ୍ତ୍ୟଲୋକର ରାଜ୍ୟ ଇନ୍ଦ୍ରଦ୍ୟୁମ୍ନଙ୍କ ଗୃହରେ ମିଳୁଥିବା ଆହାର୍ଯ୍ୟ ପଦାର୍ଥ ମନୁଷ୍ୟମାନଙ୍କ ପାଇଁ ଦୁର୍ଲଭ। ପ୍ରତିଦିନ ନୂତନ ନୂତନ ଖାଦ୍ୟ ପରଷା ଯାଉଥାଏ। ଦେବରାଜ ଇନ୍ଦ୍ର ଓ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନଥାଏ। କେବଳ ଏତିକି ପାର୍ଥକ୍ୟ ଯେ ଇନ୍ଦ୍ର ସ୍ୱର୍ଗରେ ରହନ୍ତି ଓ ଇନ୍ଦ୍ରଦ୍ୟୁମ୍ନ ମର୍ତ୍ତ୍ୟରେ। ସୁଗନ୍ଧ ପୁଷ୍ପର ମାଳା, ପାରିଜାତ ପୁଷ୍ପ, ବିଲ୍ୱପତ୍ର ଦ୍ରବ୍ୟ ସାମଗ୍ରୀ, ବିଭିନ୍ନ ରଙ୍ଗର ସୁକୋମଳ ଚିତ୍ରିତ ବସନ, ରତ୍ନ ପଲଙ୍କ ଉପରେ ସଜ୍ଜାଯୁକ୍ତ ଉପାଦାନ, ରତ୍ନ ନିର୍ମିତ ଚାମରରେ ବ୍ୟଞ୍ଜନ, ଜାତି, ଲବଙ୍ଗ, କର୍ପୂର ଆଦି ଯେତେ ମନୋହର ଦ୍ରବ୍ୟ ଏ ସମସ୍ତ ଇନ୍ଦ୍ରଦ୍ୟୁମ୍ନଙ୍କ ଗୃହରେ ଖଞ୍ଜା ଯାଇଥିଲା। ସ୍ୱର୍ଗଲୋକରେ ଯେଉଁ ପଦାର୍ଥ ଦୁର୍ଲଭ ସେ ସମସ୍ତ ଇନ୍ଦ୍ରଦ୍ୟୁମ୍ନଙ୍କ ଗୃହରେ ମିଳୁଥିଲା। ଏସବୁ ନିମନ୍ତେ ଅର୍ଥ ଖର୍ଚ୍ଚରେ କାର୍ପଣ୍ୟ ନଥିଲା। ପାତାଳବାସୀ ଯେଉଁମାନେ ଯଜ୍ଞ କାର୍ଯ୍ୟ ନିମନ୍ତେ ନିମନ୍ତ୍ରିତ ହୋଇ ଆସିଥିଲେ ସେମାନେ ଏପରି ଖାଦ୍ୟ ସାମଗ୍ରୀ ପାଇ ଆଉ ପାତାଳପୁରକୁ ଫେରିବାକୁ ଇଚ୍ଛା କରୁନଥିଲେ। ଯଜ୍ଞକର୍ତ୍ତାଗଣ ରାଜାଙ୍କ ସନ୍ତୋଷ ନିମନ୍ତେ ଅଗ୍ନି ଧ୍ୟାନଠାରୁ ଅଭାବୃତ ସ୍ନାନ ଯାଏ ସମସ୍ତ କର୍ମ କରାଇଲେ। ଯଜ୍ଞରେ ନିର୍ଭୁଲ ମନ୍ତ୍ର ଉଚ୍ଚାରଣ ଯୋଗୁଁ ତ୍ରୈଲୋକ୍ୟର ସମସ୍ତେ ପ୍ରୀତି ଲାଭ କଲେ। ପୁରୁଷୋତ୍ତମଙ୍କ ପ୍ରସନ୍ନ ନିମନ୍ତେ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଗୋଟି ଗୋଟି ଯଜ୍ଞ ସମ୍ପାଦନ କରାଇଲେ। ଏପରି ହେବା ପରେ 999 ଗୋଟି ଯଜ୍ଞ ସମାପ୍ତ ହୋଇଗଲା। ଶେଷରେ ରାଜା ସାହସିକ ଯଜ୍ଞର ସଂକଳ୍ପ କଲେ। ଦିନକୁ ଦିନ ତାଙ୍କର ଦିବ୍ୟ ଗତି ଲାଭ ହେଲା। ସହସ୍ର ସଂଖ୍ୟକ ଯଜ୍ଞ ସମାପ୍ତ ହୋଇଗଲା। ଅଭାବୃତ ସ୍ନାନ 7 ଦିନ ବାକି ଥାଏ। ରାଜା ସେଦିନ ରାତ୍ରିର ଚତୁର୍ଥ ପ୍ରହରରେ ଧ୍ୟାନରେ ବିଷ୍ଣୁଙ୍କୁ ଦର୍ଶନ କଲେ। କମଳାକାନ୍ତ ଚତୁର୍ଦ୍ଦିପର କ୍ଷୀର ସମୁଦ୍ର ମଧ୍ୟରେ ରତ୍ନବେଦୀରେ ସେ ଅବସ୍ଥାନ କରୁଥାନ୍ତି। କଳ୍ପବୃକ୍ଷରେ ପୁଷ୍ପ ଗନ୍ଧରେ ଚାରିଆଡ଼େ ମହକୁଥାଏ। ମହାପ୍ରଭୁ ସବୁ ପ୍ରକାର ଅଳଙ୍କାର ପିନ୍ଧିଥାନ୍ତି। ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ। ଦକ୍ଷିଣ ପଟକୁ ଅନନ୍ତ ଦେବ ଓ ବାମ ପଟେ ମା ଲକ୍ଷ୍ମୀ। ସମ୍ମୁଖରେ ବେଦବାଦୀ ବ୍ରହ୍ମା କୃତାଞ୍ଜଳି ପୁଟରେ ବେଦପାଠ କରୁଥାନ୍ତି। ବିଷ୍ଣୁଙ୍କ ବାମ ପଟକୁ ଚକ୍ରରାଜ ସୁଦର୍ଶନ ରହିଥାନ୍ତି। ସନକାଦି ମୁନିଗଣ ଆନନ୍ଦ ମନରେ ସ୍ତୁତିପାଠ କରୁଥାନ୍ତି। ରାଜାଙ୍କ ମନ ଆନନ୍ଦରୁ ଉତ୍ଫୁଲ୍ଲିତ ହୋଇ ଉଠିଲା। ସେ ବୈକୁଣ୍ଠ ବିହାରୀଙ୍କୁ ସ୍ତୁତି କରିବାକୁ ଲାଗିଲେ। ହେ ଜଗଦାଧର, ଆପଣ ଗୁଣର ଆଧାର ହୋଇ ମଧ୍ୟ ଗୁଣର ପରେ ରହିଥାନ୍ତି। ହେ ସୁଧ ନିର୍ମଳ ଜ୍ଞାନ ସ୍ୱରୂପ, ସାକ୍ଷାତ ନିଗମ ସ୍ୱରୂପ, ପତିତମାନଙ୍କ ଦୁଃଖ ନାଶନ, ମୁଁ ଆପଣଙ୍କୁ ନମସ୍କାର କରୁଛି। ହେ ଦୁର୍ଭେଦ ହୃଦୟ ଗ୍ରନ୍ଥିଭେଦୀ, ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ମୂଳ ସ୍ତମ୍ଭ, ଦୟାସାଗର, ଆପଣ ସୂର୍ଯ୍ୟ ଆଦି ଜ୍ୟୋତିର୍ମୟ ବସ୍ତୁମାନଙ୍କ ଜ୍ୟୋତି ରୂପରେ ବିହାର କରନ୍ତି। ହେ ଆଲୋକଦାତା, ଲୋକ ହୃଦୟ ପାପ ବିନାଶକାରୀ ଚିଦାନନ୍ଦ ସ୍ୱରୂପ, ଆପଣ ସମସ୍ତ ପବିତ୍ର ବସ୍ତୁର ପବିତ୍ରତାର କାରଣ ଅଟନ୍ତି।
ଆପଣ ପବିତ୍ରତାର କାରଣ ଅଟନ୍ତି। ଆପଣ ବଳିଷ୍ଠ, ଆପଣ ଦୀର୍ଘତମ, ଗୁରୁତମ ହିଁ ମଧ୍ୟ କ୍ଷୁଦ୍ରତମ। ମୁଁ ଆପଣଙ୍କୁ କୋଟି କୋଟି ଦଣ୍ଡବତ କରୁଛି। ଆପଣ ମୋ ଭଳି ଅନାଥ ଜନକୁ ଏ ଭବସାଗରରୁ ପରିତ୍ରାଣ କରନ୍ତୁ। ହେ ଉମାବଲ୍ଲଭ, ଆପଣଙ୍କ ଦର୍ଶନରେ ମୋର ସମସ୍ତ କ୍ଲେଶ ଦୂର ହୋଇଯାଇଛି। ଏ ସଚେତନ ସ୍ୱରୂପ ମୁଁ ଆପଣଙ୍କୁ ପୁଣି ଥରେ ନମସ୍କାର କରୁଛି। ଧ୍ୟାନାବସ୍ଥାରେ ଇନ୍ଦ୍ରଦ୍ୟୁମ୍ନ ଏପରି ସ୍ତୁତି କରୁ କରୁ ତାଙ୍କର ସ୍ୱପ୍ନାବସ୍ଥାରୁ ହୋଇ ଜାଗ୍ରତ ଅବସ୍ଥାକୁ ଫେରି ଆସିଲେ। ପ୍ରଭୁଙ୍କର ଏପରି ଦର୍ଶନରେ ମଧ୍ୟ ନିଜକୁ କୃତାର୍ଥ ମଣିଲେ। ଭାବିଲେ ଯାହା ହେଉ ସହସ୍ର ଅସୀମତ ଯଜ୍ଞର ଉଦ୍ଦେଶ୍ୟ ସଫଳ ହୋଇଛି। ସ୍ୱର୍ଗବାସୀ ଋଷିମାନଙ୍କ କଥା କେବେ ହେଲେ ଅନ୍ୟଥା ହୁଏ ନାହିଁ। ମହାପ୍ରଭୁ ଜଗନ୍ନାଥ କେତେବେଳେ କେଉଁ ରୂପରେ ମୋତେ ଦେଖାଦେବେ ତାହା ତାଙ୍କୁ ହିଁ ଜଣା। ଏପରି ଚିନ୍ତା କରୁ କରୁ ରାତି ପାଇଗଲା। ସେ ସମସ୍ତ କଥା ନାରଦଙ୍କ ଆଗରେ ପ୍ରକାଶ କଲେ। ନାରଦ ତାଙ୍କୁ ଉତ୍ତର ଦେଲେ, ହେ ରାଜନ, ତୁମେ ଉଷା କାଳରେ ସ୍ୱପ୍ନ ଦେଖିଛ, ତାହା ନିଶ୍ଚୟ ଫଳବତୀ ହେବ। 10 ଦିନ ମଧ୍ୟରେ ତୁମର ମନସ୍କାମନା ପୂର୍ଣ୍ଣ ହେବ। ଭଗବାନ ସ୍ୱପ୍ନରେ ସେ ସୂଚନା ଦେଇଗଲେ। ଅଶ୍ୱମେଧ ଯଜ୍ଞ ଏଇଠାରେ ସମାପ୍ତ ହେଲା। ମୋତେ ବ୍ରହ୍ମା ଯାହା କହିଥିଲେ ତାହା ହିଁ ହେଲା। ତୁମେ ଯାହା ସ୍ୱପ୍ନରେ ଦେଖିଲ ତାହା ହରିଙ୍କର ଅତ୍ୟନ୍ତ ଦୁର୍ಬೋଧ ଚରିତ। ତୁମେ ଅତ୍ୟନ୍ତ ଭାଗ୍ୟବାନ।